ଏଇ ପ୍ୟାଣ୍ଟ ସାର୍ଟ ମାନେ ସେଇଟା କ'ଣ ଗୋଟେ କଷ୍ଟମ୍ ପିନ୍ଧି କର? ହଁ କେମିତି? ହଁ ଇ ମା ଲୋ ମୋଟି କ'ଣ ଖାଉଛି ଗୋଟ ଖଣ୍ଡିଆ ମୋଟି କ'ଣ ଖାଉଛି ଦେଖ। ଭୋଜି ଥିଲା ମାନେ ଡଲିଆ ମାଉସୀର, ସେଇଠୁ ଆସିଛି। ଫ୍ରେଣ୍ଡସ୍ ଜୟ ଜଗନ୍ନାଥ, ମୁଁ ଆପଣମାନଙ୍କୁ ୱେଲକମ୍ କରୁଛି ମୋ ୟୁଟ୍ୟୁବ୍ ଚ୍ୟାନେଲ୍ ଗୋଟେ ଝିଅ ପ୍ରିୟଙ୍କା। ଆଶା କରୁଛି ଆପଣମାନେ ସମସ୍ତେ ଭଲରେ ଥିବେ, ଖୁସିରେ ଥିବେ। ଆଜି ଗୋଟେ ନୂଆ ବ୍ଲଗ୍ ସହିତ ଆପଣମାନଙ୍କ ପାଖକୁ ଆସିଛି। ଚାଲନ୍ତୁ ଆଜି ଦିନଟା କେମିତି କ'ଣ କଟୁଛି, ମସ୍ତ ରୁହନ୍ତୁ ଦେଖିବେ। ସବୁବେଳେ ତ ବସିକିନା ଫୋନ୍ କେଞ୍ଚୁଛୁ, ପାଟିରେ ଗୋଟେ କ'ଣ ପଶେଇକିନା। ହଁ ସତେ କ'ଣ ଟାଇମ୍ ଜଣା ପଡ଼ୁନି? ତୁ ଗୋଟେ ଆଉ ଇଏ ଗୋଟେ, ଇଏ ତ ଶୋଇକି ବି ଉଠିଲା। କ'ଣ କ'ଣ କୁ ପାଟିରେ କଥା ହଉନୁ? କୁ କହିଲେ କିଛି ହବନି। ଗୋଟେ ପିଲା ନ ଗାଧେଇକି ଏଠି ବସିକିନା କୁଁ ହଉଛି। ଯା ଗାଧେଇବୁ ଯା। ହଁ ପାଟା ବି କାହିଁକି ଖୋଲିଲୁ ତାହେଲେ? ଓହୋ ଆଉ ଜଣେ କ'ଣ ହଉଛି ନା? ହଁ କୁକି ଅତି ଉତ୍ପାତ ହଉଛି। ଯାଉନୁ ଗାଧେଇବୁ, ଏମିତି କ'ଣ ହଉଛୁ? ଗୋଟେ ସବୁବେଳେ ସକାଳୁ ରାତି ଯାଇ ଫୋନ୍ ଧରିକିନା ବସୁଛି। ହଁ ଆଉ ତୋ ସିଗ୍ନେଚର ଷ୍ଟେପ୍ଟା ଟିକେ ଗଲୁ, ଏଇ ଯୋଉ ଡ୍ୟାନ୍ସ କରୁ। ଯା ମୁଁ ଏତେ ଭାବୁଛୁ କ'ଣ? ଟିକେ ଟିକେ ମୋ ପାଇଁ ଟିକେ ନା କରୁ, ଯେମିତି ଏମିତି କର, ଛିଡ଼ା ହେଇକି କର, ଟିକେ ଟିକେ କର। ଏଇ ପ୍ୟାଣ୍ଟ ସାର୍ଟ ମାନେ ସେଇଟା କ'ଣ ଗୋଟେ କଷ୍ଟମ୍ ପିନ୍ଧି କର? ହଁ କେମିତି? ହଁ କର ହଁ 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 ଆରେ ଭଲରେ କର। କ'ଣ ହଉଛନ୍ତି ଦି ଜଣ? ଆଜିର ଲଞ୍ଚ ପୁରା ଭେଜ୍, ସୋୟାବିନ୍ ଆଳୁ ତରକାରୀ, ଭାତ, ଏଠି ଲେମ୍ବୁ ଆଉ ଲଙ୍କା ଚକୁଟା, ଡାଲି, ଆମ୍ବ, ଆଳୁ ଚଟଣି। ଖାଇବା ଚାଲନ୍ତୁ। କ'ଣ କରୁଛୁ ସେଠି? କ'ଣ ଇ ମା ଲୋ ଆମ ପାଇଁ କହିଲୁ ତତେ ଥଣ୍ଡା ହେଇଛି। ଆଜି ମୋର ମୁଁ ଖାଇପାରିବି ଏଇଟା, ଆଉ ଗୋଟେ ଅଛି ସେଇଟା ମୁଁ ଖାଇବି। ମନେ ମନେ ସ୍ୱପ୍ନ ଦେଖୁଥା। ତୁ ଦେଖୁଥା, ଦେଖା ପଛପଟଟା ବଢ଼ିଆ। ପିସ୍ତା କାଜୁ ଖାଇଦେଉଛି, କାଗଜଟା ଖାଇଦେ। बहुत ही अच्छा। थोड़ा मुझे दिखाओ, मतलब खिलाओ। ନା ମୁଁ ଗୋଟେ ଖାଇବି ଯଦି ଖାଇବି, ନହେଲେ ଖାଇବିନି। ନା ମୁଁ ଖାଇବିନି, ଗୋଟେ ଯଦି ଖାଇବି ପୁରାଟା ଖାଇବି, ନହେଲେ ମୁଁ ଖାଇବିନି। ଖାଇବି ମୋଟା କ'ଣ ମୋର ନା ତୁମର ତ ସବୁ ଫାଳେ। ତୁ କହିଲୁ ଗୋଟାଏ ଖାଇବି, ଯଦି ଖାଇବି ଟୋଟାଲ ଦିଆହବନି। ଆଜି ରାତିର ଡିନର ରୁଟି, ବେସନ ତରକାରୀ, କ୍ଷୀରି, ଆଉ ଏଇଟା ବାଇଗଣ ଚଟଣି। ଆଜି ଆକ୍ଚୁଆଲି ଗୋଟେ ମାଉସୀଙ୍କ ଘର ଭୋଜି ଥିଲା, ମାନେ ଡଲିଆ ମାଉସୀର, ସେଇଠୁ ଆସିଛି। ମାଉସୀ ପଠେଇଥିଲେ, ଖାଉଛୁ ମିଶିକି। ମୋଟି କ'ଣ ଖାଉଛି ଗୋଟ ଖଣ୍ଡିଆ ମୋଟି କ'ଣ ଖାଉଛି ଦେଖ। ପଖାଳ ପୁରା, ସେଉ ଗାଣ୍ଠିଆ ଚଟଣି। ରୁଟି ଖାଇଲୁନୁ କାହିଁକି? ଆମେ ଲାଇଭ୍ ଆସିଲୁ ର ଲାଇଭ୍ ଆସିଥିଲୁ, ତମକୁ ବହୁତ ଜଣ ପ୍ରଣାମ କରିଛନ୍ତି ଅଙ୍କଲ ଆଣ୍ଟିକୁ। ଆଉ ଶୁଭଶ୍ରୀ ସାହୁ ଜଣେ, ସେ ଜଣେ ତମକୁ ବହୁତ କହିବାକୁ କହିଛନ୍ତି, ରିକ୍ୱେଷ୍ଟ କରିଛନ୍ତି ଯେ ଅଙ୍କଲକୁ ଟିକେ ଲାଇଭ୍ ଆଣିବେ। ଆଉ ତମେ କିଛି କହିବାକୁ ଚାହୁଁଛ କି ଶୁଭଶ୍ରୀ ସାହୁଙ୍କୁ? ଶୁଭଶ୍ରୀ ସାହୁଙ୍କୁ ଅନେକ ଅନେକ ଶୁଭେଚ୍ଛା।
ଜଗନ୍ନାଥ ମହାପ୍ରଭୁ ତାକୁ ଘଣ୍ଟ ଘୋଡ଼େଇ ରଖନ୍ତୁ, ମାର୍ଗ ଦର୍ଶନରେ ପହଞ୍ଚାନ୍ତୁ। ଠିକ୍ ଅଛି। କେତେ ଜଣ ବି କହିଛନ୍ତି ବି। ସମସ୍ତେ କହିଛନ୍ତି। ହଉ ଖାଇଦିଅ।